ମୁଁ ସୌଦାମିନୀ ତ୍ରିପାଠୀ ଆମର ସେବତୀ ଲୋକନାଥ ସାହିତ୍ୟ ସେବା ଅନୁଷ୍ଠାନର ମୁଁ ପ୍ରତିଷ୍ଠାତ୍ରୀ ଏବଂ ସମ୍ପାଦିକା ମଧ୍ୟ। କବିତାର ଶୀର୍ଷକ ଅଛି ମୋ ଭାଷା ମୋ ମା। ଆମ ମା ମୁହଁରୁ ଯୋଉ ଭାଷାଟି ବାହାରେ ସେଇଟା ହିଁ ଆମର ମାର ଭାଷା, ଆମର ସବୁଠାରୁ ଆପଣାର। ସେଥିପାଇଁ ମୋ ଭାଷା ମୋ ମା ବୋଲି ଶୀର୍ଷକ ଦିଆଯାଇଛି। ଏଥିରେ ପ୍ରାୟ 70-80 ଜଣ କବୟିତ୍ରୀ କବିତା ପାଠ କଲେଣି। ଆଉ ବହୁତ ସୁନ୍ଦର ଭାବେ କାର୍ଯ୍ୟକ୍ରମ ଚାଲିଛି। ତା ବ୍ୟତୀତ ଆମର ଆଜି ସେବତୀ ବୋଲି ମୋ ଯିଏ ସେବତୀ ବୋଲି ଯୋଉ କହୁଛି, ସେବତୀ ହଉଛନ୍ତି ମୋର ଶାଶୁ। ଆଉ ଲୋକନାଥ ଯୋଉ ଅଛନ୍ତି ସେ ମୋ ଶ୍ୱଶୁର, ଯିଏ ଜଣେ ବରିଷ୍ଠ ଅଧିକାରୀ ଥିଲେ, ସରକାରୀ ଅଧିକାରୀ ଥିଲେ। ରିଟାୟାର୍ଡ ପରେ ସେ ପ୍ରାୟ 30 ବର୍ଷ ବହି ଲେଖିଛନ୍ତି। ତାଙ୍କର ବହି ଗୁଡିକ ସବୁ ଶିଶୁ ଆଉ କିଶୋର ମାନଙ୍କ ପାଇଁ ଦିଆଯାଇଛି, ପ୍ରକାଶ ପାଇଛି। ଯୋଉଥିରେ ସେ ରାମାୟଣ ମହାଭାରତ ଆମର ଯୋଉ ବୀର ବାଳକ ମାନେ ସବୁ ରାମାୟଣର ମହାଭାରତର ଅଛନ୍ତି, ତା ବ୍ୟତୀତ ଦେଶାତ୍ମବୋଧକ ଦେଶ ସେବୀ ମାନଙ୍କର ଏବଂ ଭଲ ଭଲ ମହାପୁରୁଷ ମାନଙ୍କର ପଞ୍ଚସଖା ଯୋଉ ସମାଜିକ ବିଷୟରେ ସେ ଲେଖିଛନ୍ତି ବହୁତ ସଂକ୍ଷିପ୍ତ ଭାବରେ, ଯୋଉଟା କି ସମସ୍ତେ ବାଳକ ମାନେ ପଢିକି ମଧ୍ୟ ଯୋଉଟା ରାମାୟଣ ମହାଭାରତ ଏଗୁଡାକ ବାଳକ ବାଳିକା ମାନେ ପଢି ପାରନ୍ତିନି, କିନ୍ତୁ ଏ ସର୍ଟକଟରେ ଲେଖିକି ତାଙ୍କର ମନକୁ ଛୁଇଁଲା ଭଳିଆ ଲେଖା କରିଛନ୍ତି। 30-35ଟା ଖଣ୍ଡେ ବହି ଆମ ହାତରେ ପହଞ୍ଚିଛି। ସେ 2017ରୁ ଚାଲି ଯାଇଥିଲେ ମଧ୍ୟ ଆମେ ଯେତେବେଳେ ବାହାରେ ଥିଲୁ, ଏବେ ଆସିଲା ପରେ ମନସ୍ଥ କଲୁ ଜଣେ ଏତେ ବଡ ସାହିତ୍ୟିକ ଯାହାଙ୍କର ଆମର ସମାଜ ପାଇଁ ଏତେ ଅବଦାନ ରହିଛି, ଆମେ କିଛି ନା କିଛି ତାଙ୍କ ନାଁରେ ଅନୁଷ୍ଠାନଟି କରୁଛୁ। ଆଉ ସେବତୀ ବୋଲି କହିଲେ ଗୋଟେ ପୁରୁଷ ଲୋକ ପଛରେ ଗୋଟେ ସ୍ତ୍ରୀ ଲୋକର ଉନ୍ନତି ପାଇଁ ହାତ ଥାଏ। ତେବେ କିଛି ନା କିଛି ନିଶ୍ଚୟ ଆମର ଯୋଉ ଶାଶୁ, ତାଙ୍କ ନାଁ ସେବତୀ, ତାଙ୍କ ନାଁରେ ମୁଁ ପତ୍ରିକାଟି କରିଛି। କାରଣ ଗୋଟେ ସାରସ୍ୱତ ସାଧକ ପାଖରେ କିଛି ନା କିଛି ସମୟ ଦେବା ପାଇଁ କି ତାଙ୍କ ସ୍ତ୍ରୀର ସହାୟତା ଥାଏ। ଆର୍ଥିକ ମାନସିକ ଯୋଉ ଭାବେ ଆପଣ ଭାବିବେ, ତେବେ ସ୍ତ୍ରୀର ସପୋର୍ଟ ହିଁ ମଣିଷକୁ ଉନ୍ନତି ପଥରେ ନେଇଥାଏ। ସେ ଏକାଗ୍ର ଭାବେ ଏତେ ବହି ଲେଖିଛନ୍ତି। ସେଥିପାଇଁ ଶ୍ୱଶୁରଙ୍କ ସାଙ୍ଗେ ସାଙ୍ଗେ ଆମେ ଶାଶୁଙ୍କ ନାଁରେ ଗୋଟେ ପତ୍ରିକା ଉନ୍ମୋଚନ କରୁଛୁ, ସେଟା ନାଁ ସବୁଜ। ମୁଁ ଶ୍ରୀମତୀ ସୌଭାଗିନୀ ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ଜଗତସିଂହପୁର। ସଂସାରୀ ସେ କରିଛି ସେବତୀ ଲୋକନାଥ ସ୍ମୃତି ସଂସଦ। ମାନେ ଏଇଟା ବର୍ତ୍ତମାନ ପରିସ୍ଥିତିରେ ବିରଳ। କିଏ ବାପା ମାଙ୍କୁ କି ସମ୍ମାନ ଦବା, ତାଙ୍କୁ ମନେ ରଖିବା। ଫରେନ ରହୁଛନ୍ତି, ବାପାର ଦେହାନ୍ତ ବେଳକୁ ନାହାନ୍ତି ପାଖରେ, କି ପଡିଆକୁ ଆସିବାକୁ ସମୟ ନାହିଁ, ସଂସ୍ଥା ମାନଙ୍କୁ ଦେଇ ଦଉଛନ୍ତି। ଅବଶ୍ୟ ଏମାନଙ୍କ ସଂଖ୍ୟା 1% ବି ନୁହଁ, ବହୁତ କମ। ଆମେ ଭାଗ୍ୟବାନ ଯିଏକି ଆମେ ପିଲାମାନେ ଆମର ପଚାରୁଛନ୍ତି, ଆମେ ବାପାଙ୍କୁ ସମ୍ମାନ ଦେଇଥିଲୁ। ତା ଭିତରୁ ଉଦାହରଣ ହେଲା ଆମର ସୌଦାମିନୀ ତ୍ରିପାଠୀ। ତେବେ ସେ ଠିକ ଜାଣିଛି ମା ହଉଛି ପୃଥିବୀ ଠାରୁ ବଡ, ବାପା ଆକାଶଠୁ ବଡ। ଜନ୍ମ ଜନ୍ମ ନିଶ୍ଚୟ ସ୍ୱର୍ଗା ଦେବୀ ଗରିୟସୀ। ତେଣୁ ସେଇ ଯୋଉ ମନ୍ତ୍ରକୁ ସେ ପାଥେୟ କରି ଚାଲିଛି। ତେଣୁ ତାର ବହୁତ ଉଜ୍ଜଳ ଭବିଷ୍ୟତ, ଆପଣଙ୍କ ଆଶୀର୍ବାଦ ତାପରେ ଝରି ପଡୁଛି। ସେଥିପାଇଁ କି କୁହାଯାଏ ଯେ ବାପା ମା ହଉଛନ୍ତି ପ୍ରଥମ ଗୁରୁ। ଏଇ ଯେ ଗୋଟେ କଥା କହିବି ଆପଣଙ୍କୁ, ଯେତେବେଳେ ଜୀବଟି ମାତୃଗର୍ଭରେ ଥିଲା, ପ୍ରଭୁ ତାକୁ ଥିଲେ ତା ପାଖରେ। ଯେତେବେଳେ ଜୀବର ବାହାରିବା ସମୟ ହେଲା, ସେତେବେଳେ ସେ କହିଲା, ପ୍ରଭୁ ମୁଁ ଆଉ ଯିବିନି, ମୁଁ ଆପଣଙ୍କୁ ଛାଡି ଯିବିନି। କହିଲେ, ଆରେ ଶୁଣ, ପ୍ରଥମେ ଯାହାକୁ ନିଷ୍ଠ ହେଇ ଦେଖିବୁ ସେ ମୋଠୁ ବଡ। ଆଶ୍ଚର୍ଯ୍ୟ ହେଇଗଲା ଜୀବ, ଆପଣ ମୋଠୁ ବଡ? ମୁଁ ତ ଜାଣି ସୃଷ୍ଟିରେ ଆପଣ ହିଁ ସୃଷ୍ଟିକର୍ତ୍ତା, ଆଉ ବଡ କିଏ ମୋଠୁ? ନା, ସିଏ ହଉଛି ତୋର ମା, ସିଏ ହଉଛି ସୃଷ୍ଟିରେ ସବୁଠୁ ବଡ। ସେଇଥିପାଇଁ ଗୀତାରେ ବି ସାରାଂଶରେ ସେ ପ୍ରଭୁ କହିଛନ୍ତି ଅର୍ଜୁନଙ୍କୁ, ନାସ୍ତି ବାନ୍ଧବ, ନାରାୟଣ ନାସ୍ତି ଦେବତା, ଗୀତା ଶାସ୍ତ୍ର ନାସ୍ତି, ନାରାୟଣ ନାସ୍ତି ଦେବତା। ଯେ ମା ଠାରୁ ଆଉ ଦୁନିଆରେ କେହି ହୃଦୟବାନ ନାହିଁ। ଗୋଟେ ସନ୍ତାନ ପାଇଁ ମାର ମନ ଯାହା ହୁଏ, ସେଟା କାହାର କୌଣସି ବ୍ୟକ୍ତି, ଇଭିନ୍ ବାପାର ବି ହେଇପାରିବନି। ପ୍ରାଧ୍ୟାପକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ତ୍ରିନାଥ ପ୍ରସାଦ ତ୍ରିପାଠୀ। ଲୋକନାଥ ସ୍ୱର୍ଗତ ଲୋକନାଥ ତ୍ରିପାଠୀଙ୍କର ଜ୍ୟେଷ୍ଠ ପୁତ୍ର। ମୋର ପରିଚୟ ହେଲା, ଯାହାର ସ୍ମୃତିରେ ଏ ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି, ଶ୍ରୀଯୁକ୍ତ ଲୋକନାଥ ତ୍ରିପାଠୀ ତାଙ୍କର ମୁଁ ଜ୍ୟେଷ୍ଠ ପୁତ୍ର ଏବଂ ପ୍ରାଧ୍ୟାପକ, ଇଂରାଜୀ ବିଭାଗ ଅବସରପ୍ରାପ୍ତ ପ୍ରାଧ୍ୟାପକ। ମୁଁ ତ ପରିବାରର ଜ୍ୟେଷ୍ଠ, ତେଣୁ ମୁଁ ତ ଯେମିତି ହେଲେ ଏଥିରେ ସକ୍ରିୟ ଭାବରେ ରହିବି। ଏବଂ ସେ ଯୋଉ କାର୍ଯ୍ୟକ୍ରମ ସେ ପରିକଳ୍ପନା କରିକି ତା ରୂପରେଖ ଦେଇକି ଆରମ୍ଭ କରିଥିଲେ, ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ଅନେକ ପରିଶ୍ରମ ସେ ମଧ୍ୟ କରିଛନ୍ତି। ତାଙ୍କର ସ୍ୱାମୀ ରବୀନ୍ଦ୍ରନାଥ ତ୍ରିପାଠୀ, ମୋ ସାନ ଭାଇ, ସେ ମଧ୍ୟ ତାଙ୍କୁ ସବୁଥିରେ ସାହାଯ୍ୟ ସହଯୋଗ। ଏଇଭଳିଆ ଆପଣ କଣ ବାର୍ତ୍ତା ରହିବ, ଏଇ ଯୋଉ ମାନେ ଏଇଭଳିଆ ଅନୁଷ୍ଠାନ କରୁଛନ୍ତି, ଆଉ ନୂଆ ପିଢି ଆଉ
এইଭଳି ସାହିତ୍ୟ ଅନୁଷ୍ଠାନ ସମଗ୍ର ଓଡିଶା ରାଜ୍ୟରେ ବହୁ ସଂଖ୍ୟାରେ ସ୍ଥାପିତ ହୋଇଅଛି। ଅତୀତରେ ମଧ୍ୟ ଅନେକ ଥିଲା, ଏବେ ମଧ୍ୟ ନୂଆ ନୂଆ ସାହିତ୍ୟ ଅନୁଷ୍ଠାନ ଗଢି ଉଠୁଛି। କିନ୍ତୁ ବେଳେ ବେଳେ ସେମାନଙ୍କ ଭିତରେ ବୈର ମନୋଭାବ ରହିଛି, ପରଶ୍ରୀ କାତରତା ରହିଛି। ଏ ଭାବକୁ ଯଦି ସେମାନେ ଭୁଲି ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଯଦି ମିଳିତ ଭାବରେ କିଛି ପ୍ରୟାସ କରିବେ, ନିଶ୍ଚିନ୍ତ ସାହିତ୍ୟ ଏବଂ ଭାଷାର ବିକାଶ ହେଇପାରିବ।